କେଉଁ ଗଛର ଫୁଲ ଖାଇଲେ ମଳକଣ୍ଟକ ରୋଗ 2 ଦିନରେ ଠିକ୍ ହୁଏ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, କେଉଁ ଫଳର ମଞ୍ଜି ସାପର ବିଷକୁ ତୁରନ୍ତ ବାହାର କରିଦିଏ? ଅପସନ୍ ଏ ଲେମ୍ବୁ, ଅପସନ୍ ବି କଲରା, ଅପସନ୍ ସି ତେନ୍ତୁଳି ଏବଂ ଅପସନ୍ ଡି ଜାମୁକୋଳି। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଟି ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ତେନ୍ତୁଳି। ତେନ୍ତୁଳି ଫଳର ମଞ୍ଜି ସାପର ବିଷକୁ ତୁରନ୍ତ ବାହାର କରିଦିଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଔଷଧ ଖାଇସାରିବା ପରେ କେଉଁ ଫଳ ଖାଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ଥାଏ? ଅପସନ୍ ଏ ଅଙ୍ଗୁର, ଅପସନ୍ ବି କାକୁଡ଼ି, ଅପସନ୍ ସି କଦଳୀ ଏବଂ ଅପସନ୍ ଡି ନଡ଼ିଆ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅଙ୍ଗୁର। ଔଷଧ ଖାଇସାରିବା ପରେ ଅଙ୍ଗୁର ଫଳ ଖାଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପରିବା ଖାଇଲେ ଥାଇରଏଡ଼୍ ରୋଗ ଭଲ ହୋଇଥାଏ? ଅପସନ୍ ଏ କଖାରୁ, ଅପସନ୍ ବି ଗାଜର, ଅପସନ୍ ସି ଭେଣ୍ଡି ଏବଂ ଅପସନ୍ ଡି ଆଳୁ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗାଜର। ଗାଜର ପରିବା ଖାଇଲେ ଥାଇରଏଡ଼୍ ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସବୁଦିନ ଗାଜର ଖାଇଲେ କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ଇସନଫୁଲିଆ, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ହଇଜା ଏବଂ ଅପସନ୍ ଡି ରକ୍ତହୀନତା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ରକ୍ତହୀନତା। ସବୁଦିନ ଗାଜର ଖାଇଲେ ରକ୍ତହୀନତା ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ? ଅପସନ୍ ଏ ସମାଜସେବା, ଅପସନ୍ ବି ବିଜ୍ଞାନ, ଅପସନ୍ ସି ସାହିତ୍ୟ ଏବଂ ଅପସନ୍ ଡି ସିନେମା। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସାହିତ୍ୟ। ଜ୍ଞାନପୀଠ ପୁରସ୍କାର ସାହିତ୍ୟ କ୍ଷେତ୍ରରେ ଦିଆଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲଙ୍କା ଚାଷ କରାଯାଏ? ଅପସନ୍ ଏ ଆନ୍ଧ୍ରପ୍ରଦେଶ, ଅପସନ୍ ବି ଓଡ଼ିଶା, ଅପସନ୍ ସି ପଶ୍ଚିମବଙ୍ଗ ଏବଂ ଅପସନ୍ ଡି ଆସାମ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଆନ୍ଧ୍ରପ୍ରଦେଶ। ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ଲଙ୍କା ଚାଷ କରାଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ରାମାୟଣ ସର୍ବପ୍ରଥମେ କେଉଁ ଭାଷାରେ ରଚନା କରାଯାଇଥିଲା? ଅପସନ୍ ଏ ଓଡ଼ିଆ ଭାଷାରେ, ଅପସନ୍ ବି ହିନ୍ଦୀ ଭାଷାରେ, ଅପସନ୍ ସି ବଙ୍ଗଳା ଭାଷାରେ ଏବଂ ଅପସନ୍ ଡି ସଂସ୍କୃତ ଭାଷାରେ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସଂସ୍କୃତ ଭାଷାରେ। ରାମାୟଣ ସର୍ବପ୍ରଥମେ ସଂସ୍କୃତ ଭାଷାରେ ରଚନା କରାଯାଇଥିଲା। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପାନ ମଧୁରୀ ସହିତ କ'ଣ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ? ଅପସନ୍ ଏ କ୍ଷୀର, ଅପସନ୍ ବି ଗୁଡ଼, ଅପସନ୍ ସି ଦହି ଏବଂ ଅପସନ୍ ଡି ଲବଙ୍ଗ। ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଏହିପରି ଉପଯୁକ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କ୍ଷୀର। ପାନ ମଧୁରୀ ସହିତ କ୍ଷୀର ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସବୁଦିନ ଚାଉମିନ୍ ଖାଇଲେ କେଉଁ ସମସ୍ୟା ଦେଖାଦିଏ? ଅପସନ୍ ଏ ପେଟ ଯନ୍ତ୍ରଣା, ଅପସନ୍ ବି ବ୍ଲଡ଼ ସୁଗାର, ଅପସନ୍ ସି ହାର୍ଟ ସମସ୍ୟା ଏବଂ ଅପସନ୍ ଡି ଚର୍ମ ରୋଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପେଟ ଯନ୍ତ୍ରଣା। ସବୁଦିନ ଚାଉମିନ୍ ଖାଇଲେ ପେଟ ଯନ୍ତ୍ରଣା ସମସ୍ୟା ଦେଖାଦିଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମହୁ ସହିତ ରସୁଣ ଖାଇଲେ କେଉଁ ମାରାତ୍ମକ ରୋଗ ଭଲ ହୋଇଥାଏ?
ऑप्शन ए डायबिटीज रोग, ऑप्शन बी थायराइड रोग, ऑप्शन सी किडनी स्टोन एवं ऑप्शन डी हृदरोग। सो फ्रेंड्स यार सठिक उत्तरटी होची ऑप्शन डी हृदरोग। मह सहित रसुण खाइले हृदरोग मारात्मक रोग भल होइथाए। सो फ्रेंड्स एबे देखिबा परवर्ती प्रश्नटी। लेंबू रे केउ विटामिन बहु मात्रा रे मिली थाए? ऑप्शन ए विटामिन डी, ऑप्शन बी विटामिन ए, ऑप्शन सी विटामिन बी एवं ऑप्शन डी विटामिन सी। फ्रेंड्स यार सठिक उत्तरटी होची ऑप्शन ए विटामिन डी। लेंबू रे विटामिन डी बहु मात्रा रे मिली थाए। सो फ्रेंड्स एबे देखिबा परवर्ती प्रश्नटी। चा केते घंटा रहिला परे ताकू गरम करी पीबा उचित नुहे? ऑप्शन ए 8 घंटा, ऑप्शन बी 2 घंटा, ऑप्शन सी 4 घंटा एवं ऑप्शन डी 6 घंटा। सो फ्रेंड्स यार सठिक उत्तरटी होची ऑप्शन सी 4 घंटा। चा 4 घंटा रहिला परे ताकू गरम करी पीबा उचित नुहे। सो फ्रेंड्स एबे देखिबा परवर्ती प्रश्नटी। प्रतिदिन भेंडी पानी पीले केउ समस्यारू अति शीघ्र मुक्ति मिली थाए? ऑप्शन ए मधुमेह, ऑप्शन बी आखि समस्या, ऑप्शन सी कोलेस्ट्रॉल एवं ऑप्शन डी रक्तहीनता। सो फ्रेंड्स यार सठिक उत्तरटी होची एही चारोटी जाको। प्रतिदिन भेंडी पानी पीले मधुमेह, आखि समस्या, कोलेस्ट्रॉल एवं रक्तहीनता समस्या अति शीघ्र मुक्ति मिली थाए। सो फ्रेंड्स एबे देखिबा परवर्ती प्रश्नटी। कंदमूल खाइबा द्वारा केउ समस्या दूर होइथाए? ऑप्शन ए कोष्ठकाठिन्य, ऑप्शन बी जॉन्डिस, ऑप्शन सी हइजा एवं ऑप्शन डी मलेरिया। सो फ्रेंड्स यार सठिक उत्तरटी होची ऑप्शन ए कोष्ठकाठिन्य। कंदमूल खाइबा द्वारा कोष्ठकाठिन्य समस्या दूर होइथाए। सो फ्रेंड्स एबे देखिबा परवर्ती प्रश्नटी। आखि तले कला दाग थिले कोन लगाइबा द्वारा ताहा शीघ्र दूर हुए? ऑप्शन ए एलोवेरा, ऑप्शन बी बेसन, ऑप्शन सी महू एवं ऑप्शन डी आलू रस। तो फ्रेंड्स यार सठिक उत्तरटी होची ऑप्शन डी आलू रस। आखि तले कला दाग थिले आलू रस लगाइबा द्वारा ताहा शीघ्र दूर होइथाए। सो फ्रेंड्स एबे देखिबा परवर्ती प्रश्नटी 62 प्रश्नटी। केउ गछर फूल खाइले मणकंटक रोग खूब शीघ्र भल हो जाए? ऑप्शन ए हलदी, ऑप्शन बी सरिष, ऑप्शन सी घिओ कुआरी एवं ऑप्शन डी अरख। फ्रेंड्स यही प्रश्नर सठिक उत्तरटी जानिबा पूर्वरे जदि आपण माने आमर चैनल को नुआ करी विजिट करछन्ती ताहेले चैनल टी को सब्सक्राइब करी पाखरि थिबा घंटी बटन टी को दबाई ऑल ऊपर क्लिक करि जंतु जहा फलर कि एही परि उपयुक्त वीडियो आपण माने सर्वप्रथमे पाई परिबे। सो फ्रेंड्स एबे देखिबा एही प्रश्नर सठिक उत्तरटी होउची ऑप्शन सी घिओ कुआरी। घिओ कुआरी गछर फूल खाइले मणकंटक रोग खूब शीघ्र भल हो जाए। सो फ्रेंड्स आज वीडियोटी एठी शेष करिबा पुणी देखाइबा परवर्ती वीडियो रे। जय जगन्नाथ।